7 ଏପ୍ରିଲ ସୋମବାରକୁ ଦଶମୀ ତିଥି ପଡୁଅଛି। ଏହା ସେହି ତିଥି ଅଟେ ଯାହା ଚୈତ୍ର ମାସର ପଡୁଥିବା ସବୁଠାରୁ ବଡ଼ ତିଥି। କାହିଁକି ନା ଏହା ସୋମବାରକୁ ପଡୁଅଛି ଆଉ ଏହାର ବହୁତ ବିଶେଷ ମହତ୍ତ୍ୱ ହୋଇଥାଏ। ଯଦି ଆପଣଙ୍କୁ ମୌକା କେବେ ମିଳିଯାଏ ଚୈତ୍ର ମାସରେ ଦଶମୀ ତିଥି ସୋମବାରକୁ ପଡ଼ିଯାଏ ତ ଆପଣଙ୍କୁ 31 ଚାଉଳ ବାଲା ଉପାୟକୁ ନିହାତି କରିବା ଉଚିତ। ଏହି ଦୁଇଟି ସଂଯୋଗ ବହୁତ ହିଁ କମ୍ ଆସିଥାଏ ଆଉ ଏହି ଦିନଟି ବର୍ଷକରେ ମାତ୍ର ଗୋଟିଏ ଥର ଆସିଥାଏ। ସୋମବାର ଦିନ ଯଦି ବି କୌଣସି ବଡ଼ ଉପାୟ ଥାଏ ତାହା ହେଉଛି 31 ବାଲା ଚାଉଳର ବଡ଼ ଉପାୟ। ତ ଦର୍ଶକ ବନ୍ଧୁ ସୋମବାର ଦିନ ଆପଣମାନେ ଏହି 31 ବାଲା ଚାଉଳର ଉପାୟକୁ ଜରୁର କରନ୍ତୁ। ଏହି 31 ଚାଉଳ ବାଲା ଉପାୟକୁ ଆପଣମାନେ ଏହି ଚୈତ୍ର ସୋମବାର ଦଶମୀ ତିଥି ଦିନ କିପରି କରିବେ, କେଉଁ ଜାଗାରେ କରିବେ, କେଉଁମାନେ କରିବେ, କେଉଁ ସମୟରେ ଏହି ଉପାୟକୁ କରିବେ ଏବଂ କେଉଁ ଜାଗାରେ ଉପାୟଟିକୁ କରିବେ ଏସବୁ ତଥ୍ୟର ଜବାବ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ। ତ ଏହି 31 ଚାଉଳ ବାଲା ଉପାୟକୁ କେଉଁମାନେ କରିବା ଉଚିତ? ଏହି ଉପାୟକୁ ଆପଣଙ୍କର ଘରର ସବୁଠାରୁ ବଡ଼ ଯିଏକି ମା ଓ ଭଉଣୀମାନେ ତାଙ୍କ ଭିତରୁ ଜଣେ ହିଁ ଏହି ଉପାୟକୁ କରିବା ଉଚିତ। ଆଉ ଆପଣ ଯଦି ଚାହିଁବେ ଆପଣଙ୍କର ଘରର ସବୁ ସଦସ୍ୟ ଚାହିଁଲେ ବି ଏହି ଉପାୟକୁ କରିପାରିବେ। ଆଉ ଏହି ଉପାୟକୁ ଉଭୟ ପୁରୁଷ ଓ ମହିଳାମାନେ କରିପାରିବେ। ଏହି 31 ଚାଉଳ ବାଲା ଉପାୟକୁ କେଉଁ ଜାଗାରେ କରିବେ? ଏହି ଉପାୟକୁ ଆପଣ ଶିବାଳୟରେ ହିଁ କରିବେ। ଏହି ଉପାୟକୁ ଆପଣ ଘରେ କରିବେ ନାହିଁ। ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ? ଦେଖନ୍ତୁ, ଏହି ଉପାୟକୁ ଆପଣ ସକାଳେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ବି କରିପାରିବେ। ଆପଣ ଯଦି ଏହି ଉପାୟକୁ ସକାଳେ କରୁଛନ୍ତି ତେବେ ସକାଳର ସମୟ ହେଉଛି ଭୋର 5ଟାରୁ 12ଟା ଭିତରେ। ଚେଷ୍ଟା କରନ୍ତୁ ଏହି ଉପାୟକୁ 12ଟା ଭିତରେ କରିବା ପାଇଁ। 12ଟା ସେପଟେ ମାନେ ଦ୍ୱିପ୍ରହରରେ ଏହି ଉପାୟକୁ କରିବେ ନାହିଁ। ଯଦି ଆପଣ ଏହି ଉପାୟକୁ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ କରୁଛନ୍ତି ତେବେ ସନ୍ଧ୍ୟା 6ଟାରୁ 8ଟା ଭିତରେ ଏହି ଉପାୟକୁ କରିବା ପାଇଁ ଚେଷ୍ଟା କରନ୍ତୁ। 8ଟା ପରେ ଏହି ଉପାୟକୁ କରିବେ ନାହିଁ। ଉପାୟଟି ପାଇଁ ଆପଣ ଗୋଟିଏ ଆପଣଙ୍କର ରୋଷେଇ ଘରେ ଥିବା ଚାଉଳରୁ 31 ଦାନା ଚାଉଳ ବାହାର କରି ନେବେ। କିନ୍ତୁ ଧ୍ୟାନ ଦେବେ ସେହି ଚାଉଳ ଯେପରି ଖଣ୍ଡିତ କିମ୍ବା ଭଙ୍ଗା ହୋଇନଥିବ, ପୁରା ଗୋଟା ଗୋଟା ଚାଉଳ ଆପଣ ନେବେ। ଶିବ ମନ୍ଦିରକୁ ଯିବେ। ଯଦି ଏହି ଉପାୟକୁ ଆପଣ ସକାଳେ କରିବେ ତେବେ ଆପଣଙ୍କ ଘରୁ ଗୋଟିଏ ଲୋଟାରେ ଜଳ ଭରିକି ନେଇକି ଯିବେ। ଗୋଟିଏ ବେଲପତ୍ର ନେବେ। ଏତିକି ସାମଗ୍ରୀକୁ ନେଇ ଆପଣଙ୍କର ଘର ପାଖରେ ଥିବା ଶିବ ମନ୍ଦିରକୁ ଯିବେ। ସବୁଠୁ ପ୍ରଥମେ ଶିବ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ସେହି ଲୋଟା ଜଳକୁ ସମର୍ପିତ କରିବେ। ତାପରେ ସେହି ବେଲପତ୍ରକୁ ଶ୍ରୀ ଶିବାୟ ନମସ୍ତୁଭ୍ୟଂ ମନ୍ତ୍ରଟିକୁ ଜପ କରି ଶିବଲିଙ୍ଗରେ ଚଢ଼ାଇ ଦେବେ। କିନ୍ତୁ ଧ୍ୟାନ ଦେବେ ଆପଣ ଯଦି ଏହି ଉପାୟକୁ ସନ୍ଧ୍ୟା ସମୟରେ କରିବେ ତେବେ ଲୋଟା ଜଳ ଘରୁ ନେବେ ନାହିଁ, କାରଣ ସନ୍ଧ୍ୟା ସମୟରେ ଶିବଲିଙ୍ଗ ଉପରେ ଜଳ ଚଢ଼ାଯାଏ ନାହିଁ। ଯଦି ବି ଆପଣ ସନ୍ଧ୍ୟା ସମୟରେ ଏହି ଉପାୟକୁ କରୁଛନ୍ତି ତେବେ ତା ପାଇଁ ଆପଣ ଗୋଟିଏ ଅଟାରେ ଦୀପଟିଏ ତିଆରି କରି ଶୁଦ୍ଧ ଘିଅରେ ଗୋଲବତୀ ପକାଇ ଦୀପଟିଏ ନେଇକି ସାଙ୍ଗରେ ମନ୍ଦିରକୁ ଯିବେ। ସେହି ଦୀପକୁ ଜଳାଇ ଶିବଲିଙ୍ଗ ପାଖରେ ରଖିବେ। ତାପରେ ଶିବଲିଙ୍ଗ ପାଖରେ ଆପଣ ବସି ପଡ଼ିବେ। 31 ଚାଉଳକୁ ଆପଣଙ୍କ ସାମ୍ନାରେ ଗୋଟିଏ କାଗଜରେ ତଳେ ରଖିବେ, ତା ଉପରେ ଚାଉଳକୁ ରଖିବେ। ସେହି ଚାଉଳରୁ ପ୍ରଥମ ଗୋଟିଏ ଦାନା ଧରିବେ, ଶ୍ରୀ ଶିବାୟ ନମସ୍ତୁଭ୍ୟଂ ବୋଲିବେ। ତାପରେ ସେହି ଚାଉଳକୁ ଶିବଲିଙ୍ଗ ଉପରେ ଚଢ଼ାଇବେ। ଠିକ୍ ସେହିପରି ଦ୍ୱିତୀୟ ଚାଉଳକୁ ହାତରେ ଉଠାଇ ଧରିବେ, ଶ୍ରୀ ଶିବାୟ ନମସ୍ତୁଭ୍ୟଂ ଏହି ମନ୍ତ୍ରଟିକୁ ଜପ କରିବେ ଏବଂ ଶିବଲିଙ୍ଗ ଉପରେ ସେହି ଚାଉଳକୁ ଚଢ଼ାଇ ଦେବେ। ଏହିପରି ଗୋଟିଏ ଗୋଟିଏ କରି ପୁରା 31ଟି ଚାଉଳକୁ 31 ଥର ଶ୍ରୀ ଶିବାୟ ନମସ୍ତୁଭ୍ୟଂ ମନ୍ତ୍ରକୁ କହି ଶିବଲିଙ୍ଗ ଉପରେ ଚଢ଼ାଇବେ। ତାପରେ ଭଗବାନ ଆପଣଙ୍କର ମନସ୍କାମନାକୁ ବୋଲିଦେବେ। ଯେଉଁ ମନସ୍କାମନା ପାଇଁ ଆପଣ ଏହି ଉପାୟ କରୁଛନ୍ତି ସେହି ମନସ୍କାମନାକୁ ଭଗବାନ ଶଙ୍କରଙ୍କୁ କହିଦେବେ। ଏହାପରେ ମନ୍ଦିର ଭିତରେ ଥିବା ଶଙ୍କରଙ୍କ ପାଖକୁ ଯିବେ, ଦେବଦେବ ମହାଦେବଙ୍କୁ ପ୍ରଣାମ କରିବେ। ତାପରେ ଆପଣଙ୍କ ଘରକୁ ଫେରି ଆସିବେ। ଏବେ ଆସନ୍ତୁ ଅନ୍ୟ ଗୋଟିଏ ଉପାୟଟି ଜାଣିବା। ଆଉ ଏହି ଉପାୟଟି ବହୁତ ସହଜ ଉପାୟଟି। ଆଉ ଏହି ଉପାୟ ପାଇଁ ନା କିଛି ଆପଣଙ୍କୁ ଟଙ୍କା ଖର୍ଚ୍ଚ ହେବ ନା ଆପଣଙ୍କର ବେଶୀ ସମୟ। ଆଉ ଏହି ଉପାୟକୁ ଆପଣ ଫିଟିକିରିରେ କରିବେ। ଯେଉଁ ବ୍ୟକ୍ତି ବେପାରୀ ବା ବାଣିଜ୍ୟ ବା ବିଜନେସମ୍ୟାନ୍ ଆପଣ ଆପଣଙ୍କର ବିଜନେସରେ କାହାର ଯଦି ନଜର ଲାଗି ଯାଇଥାଏ
ଆପଣଙ୍କର ଶତ୍ରୁ ବି କିଛି ଆପଣଙ୍କ ପାଇଁ କଳା ଯାଦୁ କରିଦେଇଥାନ୍ତି, ତ ଧନହାନି ବେପାର ବିଜନେସରେ ଲସ୍‌ରେ ଚାଲିବ। ତ ଏଥିପାଇଁ ଏହି ଉପାୟକୁ ଆପଣମାନେ ନିହାତି ଥରେ କରନ୍ତୁ। ଏହି ଉପାୟଟି ଆପଣ କରିସାରିବା ପରେ ବହୁତ ସ୍ପିଡିରେ ଆଉ ବହୁତ ଲାଭରେ ଆପଣଙ୍କର ବିଜନେସ୍ ଚାଲିବ। ଧନ ସହ ସମସ୍ୟା ଯଦି ଥାଏ ତାହା ବି ଆପଣଙ୍କ ଜୀବନରୁ ଦୂର ହୋଇଯିବ। ତେବେ ଚାଲନ୍ତୁ ଜାଣିବା ଫିଟିକିରିରେ ଆପଣ କ'ଣ କରିବେ। କିନ୍ତୁ ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍‌ରେ ଭିଡ଼ିଓ ଦେଖୁଛନ୍ତି, ତ ଦୟାକରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଫିଟିକିରି 4 ଖଣ୍ଡ ନେବେ। ଛୋଟିଆ ଛୋଟିଆ ଖଣ୍ଡ ଫିଟିକିରି ନେବେ। ଏହି ଫିଟିକିରି ଆପଣଙ୍କର ଘରେ 4ଟି କୋଣରେ ରଖିବେ। ଯଦି ଘରେ ଏହି ଉପାୟକୁ କରୁଛନ୍ତି, ତେବେ ଘରର 4 କୋଣରେ ଫିଟିକିରିକୁ ରଖିବେ। ଆଉ ଯଦି ଏହି ଉପାୟକୁ ଆପଣ ଆପଣଙ୍କର ବିଜନେସ୍ ସ୍ଥାନରେ କରୁଛନ୍ତି, ତେବେ ବେପାର ସ୍ଥାନରେ ବି 4 କୋଣରେ ଏହି ଫିଟିକିରିକୁ ରଖିଦେବେ। ଆଉ ଏହି ଫିଟିକିରିକୁ ଆପଣ ସୋମବାର ଦିନ ହିଁ ରଖିବେ। ଫିଟିକିରି ନଜର ଦୋଷକୁ ଦୂର କରିଥାଏ। ଫିଟିକିରି ନଜରକୁ ହଟାଇଥାଏ। ନଜରକୁ ବି ଦୂର କରି ଦେଇଥାଏ। ଏବେ ଆସନ୍ତୁ ଫିଟିକିରିର ଦ୍ୱିତୀୟ ଉପାୟ ଜାଣିବା। ଆଉ ଏହି ଉପାୟ ଫିଟିକିରିର ଗୋଟିଏ ଖଣ୍ଡରେ ହିଁ କରିବେ। 1 ସପ୍ତାହ ପରେ ସେହି ଫିଟିକିରିକୁ ବଦଳେଇବାକୁ ପଡ଼ିବ। 2ରୁ 4 ଥର ଆପଣ ଏହି ଉପାୟକୁ କରିବେ। ଆଉ ଆପଣ ଦେଖିବେ କେବେ ବି ଆପଣଙ୍କୁ କୌଣସି ଶତ୍ରୁର ସମସ୍ୟାରେ ପକାଇ ପାରିବ ନାହିଁ କି ଆପଣ କୌଣସି ଶତ୍ରୁର ସମସ୍ୟାରେ ପଡ଼ିପାରିବେ ନାହିଁ। ଉପାୟ ପାଇଁ ଆପଣ ଗୋଟିଏ ଛୋଟିଆ ଫିଟିକିରି ଖଣ୍ଡ ନେବେ। ସେହି ଫିଟିକିରିକୁ ଆପଣଙ୍କର ପକେଟ୍ ବା ପର୍ସରେ ରଖିବେ। ମାନେ ଆପଣ ଯେବେ ବି ଘରୁ ବାହାରକୁ ଯିବେ, ଆପଣଙ୍କର କାମରେ ଯିବେ, ବ୍ୟାପାର ବାଣିଜ୍ୟରେ ଯିବେ, କୌଣସି ନୂଆ ବସ୍ତୁ କିଣିବାକୁ ଯିବେ, ନୂଆ ବେପାର ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା କୌଣସି କାମରେ ଆପଣ ଘରୁ ବାହାରକୁ ଯାଉଛନ୍ତି, ସେହି ଫିଟିକିରିକୁ ଆପଣଙ୍କର ସହ ସାଥିରେ ନେଇକି ଯାଆନ୍ତୁ। ଆପଣ ଯେବେ ଘରକୁ ସବୁ କାର୍ଯ୍ୟ ସାରିକି ଫେରିବେ, ସେହି ଫିଟିକିରିକୁ ଆପଣଙ୍କ ଉପରେ 7 ଥର ଓଲଟା ମାନେ ଡାହାଣ ପଟରୁ ଆପଣଙ୍କୁ ବୁଲାଇ ଆଣିବେ। ଏହାପରେ କହିବେ, ଯେଉଁ ବି ନଜର ଦୋଷ ମୋ ସହ ଆସିଅଛି ସେ ସବୁ ଦୂର ହେଇଯାଉ। ଏହିପରି ଆପଣ କହିବେ। ଏହାପରେ ସେହି ଫିଟିକିରିକୁ ଦେଖିବେ ନାହିଁ। ଆପଣଙ୍କର ପଛପଟକୁ ମାନେ ବାହାରକୁ ପିଠି ପଟକୁ ଫୋପାଡ଼ି ଦେବେ। ଏହି ଉପାୟ ଆପଣ ସୋମବାର ଦିନ କରିବେ। ସୋମବାର ଦିନ ଉପାୟ କରିବେ ମାନେ ଆପଣ ଯେଉଁ ଫିଟିକିରିକୁ ଆପଣଙ୍କର ପର୍ସ ବା ପକେଟରେ ରଖିବେ, ତାହାକୁ ସୋମବାର ଦିନ କରିବେ। ସେହି ଫିଟିକିରିକୁ ଆପଣଙ୍କ ପାଖରେ ସବୁବେଳ ପାଇଁ ରଖିଥିବେ। କିନ୍ତୁ ଯେଉଁ ଦିନ ଆପଣ ବାହାରକୁ ଯିବେ କୌଣସି ମୁଖ୍ୟ କାର୍ଯ୍ୟରେ, ସେହିଦିନ ସେହି ଫିଟିକିରିକୁ ସାଙ୍ଗରେ ନେବେ। କାର୍ଯ୍ୟ ସାରିକି ଘରକୁ ଫେରି ସାରିବା ପରେ ସେହିଦିନ ସେହି ଫିଟିକିରିକୁ ଆପଣଙ୍କର ପଛପଟକୁ ବୁଲାଇକି ବାହାରକୁ ଫୋପାଡ଼ି ଦେବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍‌ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ, ଜୟ ଶିବ ଶମ୍ଭୁ ଅବଶ୍ୟ ଲେଖନ୍ତୁ।